ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜିଠୁ ଆରମ୍ଭ ହେଲା ଇକୋନୋମି ଅର୍ଥନୀତି କ୍ଲାସ୍। ଇକୋନୋମି ମୁଁ ଚେଷ୍ଟା କରିବି ଆଡଭାନ୍ସରୁ ଆଡଭାନ୍ସ ଯୋଉ ଇକୋନୋମି ସବଜେକ୍ଟ ଗୁଡାକ ଅଛି, ଟପିକ୍ ଗୁଡାକ ଅଛି, ମୁଁ ଆପଣମାନଙ୍କୁ ଅତି ସହଜ ଭାବରେ ବା ସରଳ ଭାବରେ ବୁଝାଇବା ପାଇଁ ଚେଷ୍ଟା କରିବି। ତ ଆମ ସହିତ ଯୋଡ଼ି ହେଇକି ରୁହନ୍ତୁ। ଆଜି କେବଳ ଇକୋନୋମିର ଇଣ୍ଟ୍ରୋଡକ୍ସନଟା ହିଁ ପଢିବା। ଆସନ୍ତାକାଲି ଠାରୁ ଆହୁରି ଆଗକୁ ଆହୁରି ଆଡଭାନ୍ସରୁ ଆଡଭାନ୍ସ ହେଇଯିବ। ଇକୋନୋମି ଅର୍ଥନୀତି। ଇକୋନୋମି କଣ? ଇକୋନୋମି ସିମ୍ପଲ ଭାଷାରେ କହିବାକୁ ଗଲେ, ସାଧାରଣ ଭାଷାରେ ବୁଝନ୍ତୁ, ଟଙ୍କାର ସମସ୍ତେ ରୋଜଗାର କରୁଛନ୍ତି କିନ୍ତୁ ତାର ହିସାବ କେହି ରଖୁନାହାନ୍ତି। ତ ସେ ଦେଶ ହଉ ବା ମଣିଷ ସମସ୍ତେ ରୋଜଗାର ହିଁ କରୁଛନ୍ତି, କିନ୍ତୁ ଇକୋନୋମି ସାଧାରଣ ଭାଷାରେ କହିବାକୁ ଗଲେ ଉତ୍ପାଦନ, ଆବଣ୍ଟନ ଏବଂ ଉପଭୋଗ। ସେଇ ଉତ୍ପାଦନ, ଆବଣ୍ଟନ, ଉପଭୋଗ, ଏଇ ଯୋଉ ଚେନ୍ ସିଷ୍ଟମ ରହିଲା, ଏଇ ଚେନ୍ ସିଷ୍ଟମକୁ ଇକୋନୋମି କୁହାଯାଏ। ସାଧାରଣ ଭାଷାରେ ଆପଣମାନେ ବୁଝନ୍ତୁ। ସେଠି ଉତ୍ପାଦନ ହିସାବରେ ବୁଝିବା, ମନେକର ଚାଷୀ ଧାନ ଉତ୍ପାଦନ କଲା, ଚାଷୀ କଣ କଲା ନା ଧାନ ଉତ୍ପାଦନ କଲା। ଆବଣ୍ଟନ କିଏ କଲେ ନା ସେ ଡିଲର ମାନେ ଯୋଉ ରହିଲେ, ଯୋଉମାନେ ବି ସପ୍ଲାଏ କରୁଛନ୍ତି, ନେଉଛନ୍ତି, କିଣୁଛନ୍ତି, ବିକୁଛନ୍ତି, ସେମାନେ ଏଇଟା ଆବଣ୍ଟନ କରିଲା ବ୍ୟାପାରୀ। ଉପଭୋଗ କଣ? ଏଇ ଧାନର ଉପଭୋଗ କଣ? ଧାନର ଉପଭୋଗ ହଉଛି ଆମେ ଭାତ ରୋଷେଇ କରି ଖାଉଛୁ, ଭାତ ବା ଚାଉଳ, ଚାଉଳ। ତ ଏଇ ଯୋଉ ସିଷ୍ଟମଟା ରହିଲା, ଏଇ ସିଷ୍ଟମଟା ହିଁ ହଉଛି ଇକୋନୋମି, ଆଉ ଅଲଗା କିଛି ନୁହଁ। ତ ଇକୋନୋମି ତ ବୁଝିପାରିଲେ, ଇକୋନୋମି ହଉଛି ତିନି ପ୍ରକାର। ଇକୋନୋମି ତିନି ପ୍ରକାର ମାନେ କଣ? ଇକୋନୋମି କିନ୍ତୁ ଦେଶ ଆଉ ବ୍ୟବହାର ଅନୁସାରେ ଇକୋନୋମିକୁ ତିନି ଭାଗରେ କରାଯାଇଛି। ତିନି ଭାଗ। ଗୋଟେ ହେଲା କ୍ୟାପିଟାଲିଷ୍ଟ ଇକୋନୋମି। କ୍ୟାପିଟାଲିଷ୍ଟ ଇକୋନୋମି କଣ? କ୍ୟାପିଟାଲିଷ୍ଟ ପୁଞ୍ଜିବାଦୀ ଅର୍ଥନୀତି ଏବଂ ସୋସିଆଲିଷ୍ଟ ଇକୋନୋମି, ସାମ୍ୟବାଦୀ ଅର୍ଥନୀତି ଏବଂ ମିକ୍ସ ଇକୋନୋମି। এই দুইটা যৌথরে মিশিকি আছে, সেটাকে মিক্স ইকোনমি বলে কুହାଯାଏ। মনে ରଖନ୍ତୁ, କ୍ୟାପିଟାଲିଷ୍ଟ ଇକୋନୋମି, ପୁଞ୍ଜିବାଦୀ ଇକୋନୋମି ଗୋଟେ ଏକ୍ସାମ୍ପଲ ମୁଁ ଦେବି। ଏକ୍ସାମ୍ପଲ ହଉଛି ୟୁଏସଏ। ଯୋଉ ଦେଶରେ ଇକୋନୋମି ବା ଅର୍ଥ ଯୋଉ ଆସେ, ଯୋଉ ସୋର୍ସରୁ ଆସେ, ସେ ଦେଶରେ ଯଦି ସେଇ ସୋର୍ସ ଉପରେ ବା ସେଇ ସ୍ରୋତ ଉପରେ ଯଦି ସରକାରଙ୍କର ନିୟନ୍ତ୍ରଣ ନାହିଁ, ବ୍ୟକ୍ତିଗତ ମାଲିକାନାରେ ଆସେ, ସେଇଟା ହଉଛି କ୍ୟାପିଟାଲିଷ୍ଟ ବା ପୁଞ୍ଜିବାଦୀ ଅର୍ଥନୀତି ଯାହାକୁ କୁହାଯାଏ। ଯେମିତି ଆମେରିକାର ବଡ ବଡ କମ୍ପାନୀ ଗୁଡିକ ନିଜର ବ୍ୟକ୍ତିଗତ ମାଲିକାନାରେ ଅଛି। ସରକାରଙ୍କର ହସ୍ତକ୍ଷେପ କମ ସେଠି। ସେ ବିଜନେସ ଯେକୌଣସି ହଉ, ଏଠି ଧାନ ଚାଷ କଥା କୁହାଗଲା, ସେଠି ଗୋଟେ ବଡ ବଡ କମ୍ପାନୀ ବି ଯୋଉ ଅଛି, ସେଗୁଡିକ ନିଜର ବ୍ୟକ୍ତିଗତ ମାଲିକାନାରେ ଅଛି। ସେଠି ସରକାରଙ୍କର ହସ୍ତକ୍ଷେପ କମ। ତ ତାଙ୍କର ଅର୍ଥନୀତିଟା କୋଉ ପ୍ରକାର ଅର୍ଥନୀତି? ତାଙ୍କର ଅର୍ଥନୀତି ହେଲା କ୍ୟାପିଟାଲିଷ୍ଟ ଇକୋନୋମି। କ୍ୟାପିଟାଲିଷ୍ଟ ଅର୍ଥନୀତି ହେଲା ତାଙ୍କର। ସୋସିଆଲିଷ୍ଟ କଣ? ସାମ୍ୟବାଦୀ ଇକୋନୋମି କଣ? ନା କ୍ୟୁବା ଗୋଟେ ଦେଶ। ସାମ୍ୟବାଦୀ କଣ? ଯୋଉ ଦେଶର ଅର୍ଥନୀତିର ସ୍ରୋତ ରହିଲା, ଅର୍ଥନୀତି ଯୋଉଥିରୁ ସେ ଟଙ୍କା ହଉ ବା ଉତ୍ପାଦନ ଯେକୌଣସି ଜିନିଷର ହଉ, ସେଇଟା ଯଦି ସରକାରଙ୍କର ହସ୍ତକ୍ଷେପ ରହିଲା, ସରକାରଙ୍କର ହସ୍ତକ୍ଷେପ, ତ ସେଠି ଯୋଉ ଇକୋନୋମି ସୋର୍ସ ଯୋଉ ରହିଛି, ସେ ସୋର୍ସ କଣ? ନା ସେଠି ସମ୍ପୂର୍ଣ୍ଣ ଅଧିକାର କାହାର? ନା ସରକାରଙ୍କର। ସେଠି ସମସ୍ତଙ୍କୁ ସମାନ ସୁଯୋଗ ମିଳିବ, ସମସ୍ତଙ୍କୁ ସମାନ ସୁବିଧା ମିଳିବ। ଏଠି ଧନୀ ଗରିବର ପ୍ରଭେଦ ହଉଛି ବହୁତ କମ। ତ କ୍ୟୁବା ଗୋଟିଏ ଦେଶ। କ୍ୟୁବା ଦେଶର ଇକୋନୋମି କଣ? ନା ସୋସିଆଲିଷ୍ଟ ଇକୋନୋମି ହଉଛି ତାଙ୍କର। ମିକ୍ସ ଇକୋନୋମି। ଏଇ ମିକ୍ସ ଇକୋନୋମି ପଛରେ ପଡିକି ଆମ ଦେଶ ବର୍ବାଦ ହେବାରେ ଲାଗିଛି। କହୁଛନ୍ତି ନା ଦେଶ ବିକାଶ ହବ। କଣ ବିକାଶ ହବ? 150 ଲକ୍ଷ କୋଟି ଟଙ୍କା ଋଣ କରି ସାରିଲଣି। ସ୍ୱାଧୀନ ହବାର 70 ବର୍ଷ ପରେ 2 ଗୁଣ ହେଇ ସାରିଲାଣି। ତ ମିକ୍ସ ଇକୋନୋମି କଣ? ମିକ୍ସ ଇକୋନୋମି ଯେଟା ହେଲା, ଯୋଉଥିରେ କ୍ୟାପିଟାଲିଷ୍ଟ ଥିବ ଏବଂ ସୋସିଆଲିଷ୍ଟ ଥିବ। ଏ ଦିଟା ଯାକ ମିଶିକି ଯୋଉ ଦେଶର ଇକୋନୋମି ଅର୍ଥନୀତି ଚାଲୁଥିବ, ତାକୁ କୁହାଯାଏ ମିକ୍ସ। ଆମ ଦେଶ ଭାରତ। ଏଠି କେମିତି? ଏଠି ଦେଖନ୍ତୁ, ଇକୋନୋମିକ ସୋର୍ସ ଯୋଉଗୁଡିକ ଅଛି, ମନେକର ଗୋଟେ ରେଲୱେରୁ ମଧ୍ୟ ସରକାର ବହୁତ ଟଙ୍କା ରୋଜଗାର କରୁଛନ୍ତି। ରେଲୱେ ହଉଛି ଗଭର୍ଣ୍ଣମେଣ୍ଟ, ସରକାରଙ୍କର। କିନ୍ତୁ ଯେମିତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଯେମିତି ଜିଓ ସିମ୍ ହେଲା, ଜିଓ ଫୋନ ହେଲା, ଏସବୁରୁ ମଧ୍ୟ ସରକାର ଟ୍ୟାକ୍ସ ମାଧ୍ୟମରେ ବହୁତ କିଛି ଟଙ୍କା ଇନକମ କରୁଛନ୍ତି। କିନ୍ତୁ ଏଇଟା ହଉଛି ପ୍ରାଇଭେଟ। ତ ମିକ୍ସ ଇକୋନୋମି ହଉଛି ଆମ ଦେଶର ମିକ୍ସ ଇକୋନୋମି। ଆମ ଦେଶରେ କ୍ୟାପିଟାଲିଷ୍ଟ ମଧ୍ୟ ଅଛି,
ଆଉ ସୋସିଆଲ ଉଦାହରଣ ହିସାବରେ ବୁଝିବା ଯଦି ଅଏଲ ପ୍ରାଇସ୍ ଯଦି ତେଲ ଦର ବଢିଲା ସେଇଟା ମଧ୍ୟ ଇକୋନୋମିକୁ ପ୍ରଭାବ ପକାଏ। ମୋବାଇଲ ବି ଆମେ ଯୋଉ ରିଚାର୍ଜ କରୁ ସେଥିରେ ମଧ୍ୟ ଇକୋନୋମି ଛୋଟରୁ ଛୋଟ ଜିନିଷ ଦେଶର ଛୋଟରୁ ଛୋଟ ଭାଗରେ ମଧ୍ୟ ଇକୋନୋମି ଅଛି। ତ ଇକୋନୋମିକୁ ବୁଝିଗଲେ ଯଦି ଇକୋନୋମିକୁ ବୁଝିଗଲେ ଆପଣମାନେ ଇକୋନୋମି ଯଦି 50% ବି କ୍ଲିୟର ହେଲା ତାହେଲେ ଦେଶଟାକୁ ବୁଝିବା ପାଇଁ ବା ଦେଶର ଯୋଉ ଆମର ସିଷ୍ଟମ ଚାଲୁଛି ଇକୋନୋମିକ ସିଷ୍ଟମ ତାକୁ ବୁଝିବା ପାଇଁ ବହୁତ ସହଜ ହବ। ତ ଇକୋନୋମିର କାମ କଣ ନା ଜିଡିପି କୁ ଇକୋନୋମିରେ ଜିଡିପି କେମିତି ବଢିବ ଯୋଉ ଦେଶର ଜିଡିପି ଗ୍ରୋଥ ଡୋମେଷ୍ଟିକ ପ୍ରଡକ୍ଟ ଯେତେ ଅଧିକ ସେଇ ଦେଶ ସେତେ ଉନ୍ନତ। ଆଉ ଏମ୍ପ୍ଲୟମେଣ୍ଟ ମଧ୍ୟ ବଢାଏ। ଆଉ ପଭର୍ଟି ରହିଲା ଯୋଉ ଗରିବ ବା ଦାରିଦ୍ରୀକରଣ ଯୋଉ ରହିଲା ତା ଉପରେ ମଧ୍ୟ ଇକୋନୋମି ବହୁତ ପ୍ରଭାବ ପକାଏ। এইটা ইকোনমি উপরে ବହୁତ ପ୍ରଭାବ ପକାଏ। ଆଜି କେବଳ ଇକୋନୋମିର ଇଣ୍ଟ୍ରୋଡକ୍ସନଟା କରିଲେ ଆସନ୍ତାକାଲି ଠାରୁ ଇକୋନୋମିର କେମିତି ହିସାବ କରିବା ଯୋଉ ଇକୋନୋମିର ସୂତ୍ର ଗୁଡ଼ିକ ଅଛି ବହୁତ ଗୁଡ଼ିକ ସୂତ୍ର ଅଛି ଏବଂ ତାର ସୂତ୍ର ଅଛି ସେଗୁଡ଼ିକ ବିଶେଷ ଭାବରେ କ୍ଲାସରେ ଦେଖା ଆଉ ଏକ କ୍ଲାସରେ ଆଲୋଚନା କରିବା ଏବଂ ମୁଁ ଚେଷ୍ଟା କରିବି ଇକୋନୋମିର ଯେତେ ଆଡଭାନ୍ସ ଯେତେ ସବୁ କିଛି ସବଜେକ୍ଟ ଅଛି ସେ ସବଜେକ୍ଟକୁ ଆପଣମାନଙ୍କୁ ବହୁତ ସାଧାରଣ ଭାବରେ ସିମ୍ପଲ ଭାବରେ କ୍ଲିୟର ଭାବରେ